ଆଜି 3 ଅକ୍ଟୋବର 2024 ଚାଲନ୍ତୁ ଆଜିର ମୁଖ୍ୟ ଖବର ଉପରେ ନଜର ପକାଇବା। ନମ୍ବର 1, ବଦଳିଲା ପିପିଏଫ୍ ଆକାଉଣ୍ଟ ସମ୍ପର୍କିତ ନିୟମ। ପବ୍ଲିକ୍ ପ୍ରୋଭିଡେଣ୍ଟ ପୋଷ୍ଟ ଆକାଉଣ୍ଟ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର 1 ତାରିଖରୁ ଡାକଘର ମାଧ୍ୟମରେ ଖୋଲାଯାଇଥିବା ଆକାଉଣ୍ଟରେ ନୂତନ ନିୟମ ପ୍ରଯୁଜ୍ୟ ହେବାକୁ ଯାଉଛି। ଏକ ଅଧୀନରେ ଏକରୁ ଅଧିକ ପିପିଏଫ୍ ଆକାଉଣ୍ଟ, ପିଲାମାନଙ୍କର ନାମରେ ଖୋଲାଯାଇଥିବା ଆକାଉଣ୍ଟ ଏବଂ ଏନ୍ଆର୍ଆଇ ପିପିଏଫ୍ ଆକାଉଣ୍ଟ ସହ ଜଡ଼ିତ ନିୟମ ପରିବର୍ତ୍ତନ କରାଯାଇଛି। ଅର୍ଥ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଡାକଘର ମାଧ୍ୟମରେ ଚାଲିଥିବା ଜାତୀୟ ସଞ୍ଚୟ ଯୋଜନା ଅଧୀନରେ ପିପିଏଫ୍ ଆକାଉଣ୍ଟରେ ଅନେକ ପରିବର୍ତ୍ତନ କରାଯାଇଛି। ଏହା ଅଧୀନରେ ନାବାଳିକାଙ୍କ ନାମରେ ଖୋଲାଯାଇଥିବା ପିପିଏଫ୍ ଆକାଉଣ୍ଟରେ ସେ 18 ବର୍ଷ ବୟସ ନ ହେବା ପର୍ଯ୍ୟନ୍ତ ସୁଧ ପ୍ରଦାନ ଜାରି ରଖିବେ। ଏହି ଖାତାଗୁଡ଼ିକର ପରିପକ୍ୱତା ଅବଧି ତାଙ୍କର ସଂଖ୍ୟାଗରିଷ୍ଠତା ହାସଲ କରିବାର ତାରିଖ ଭାବରେ ବିବେଚନା କରାଯିବ। ପରବର୍ତ୍ତୀ ଖବର, 4 ତାରିଖ ବେଳକୁ ଲଘୁଚାପ ହେବ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବୁଧବାର ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ଯେ ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। କ୍ରମଶଃ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍। ଏଥର ଶୀତ କେମିତି ରହିବ ତାହା ଆକଳନ ହୋଇନି ବୋଲି ଆଇଏମ୍ଡି ଡିଜି କହିଛନ୍ତି। ଏହାର ପ୍ରଭାବରେ 4 ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। 4 ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ। ପରବର୍ତ୍ତୀ ଖବର, 112 ଦିନରେ ଶୁକ୍ରଯାନ-1 ପହଞ୍ଚିବ ପଡ଼ୋଶୀ ଗ୍ରହରେ। ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଶୁକ୍ରଯାନ-1 ଲଞ୍ଚର ତାରିଖ ଘୋଷଣା କରିସାରିଛନ୍ତି। ଆସନ୍ତା 2028 ମାର୍ଚ୍ଚ 29ରେ ଏହି ବହୁ ପ୍ରତୀକ୍ଷିତ ମିଶନ ଲଞ୍ଚ ନେଇ ଲକ୍ଷ୍ୟ ରଖିଛି ଇସ୍ରୋ। ବାହୁବଳୀ ରକେଟ୍ LVM-3 ଦ୍ୱାରା ଏହି ଯାନ ଉତ୍କ୍ଷେପଣ କରାଯିବ। 112 ଦିନରେ ଶୁକ୍ରଯାନ-1 ଶୁକ୍ରର କକ୍ଷପଥରେ ପ୍ରବେଶ କରିବ ବୋଲି ଆଶା ରଖିଛି ଇସ୍ରୋ। ଏହି ଯାନରେ ଅତ୍ୟାଧୁନିକ ଆଲ୍ଟ୍ରା ଭାଓଲେଟ୍ କ୍ୟାମେରା, ରାଉଣ୍ଡ ସେନ୍ସର ସହ 19ଟି ଯନ୍ତ୍ରପାତି ଏଥିରେ ଲଗାଇବାର ବ୍ୟବସ୍ଥା ରହିଛି। ଏହି ସବୁ ଯନ୍ତ୍ରାଂଶ ରୁଷ, ଫ୍ରାନ୍ସ ଓ ସ୍ୱିଡେନରେ ନିର୍ମିତ ହୋଇଛି। ଏହି ମିଶନ ପାଇଁ ସରକାର 1236 କୋଟି ମଞ୍ଜୁର କରିଛନ୍ତି। ଶୁକ୍ରଯାନ-1 ସେଠାରେ ପହଞ୍ଚିବା ପରେ ସେଠାରେ ବାୟୁମଣ୍ଡଳ, ଭେନସର ମ୍ୟାପିଂ ଆଦିକୁ ହାଇ ରେଜଲ୍ୟୁସନ କ୍ୟାମେରାରେ ରେକର୍ଡ କରାଯିବ। ଶୁକ୍ରଯାନ-1 ସେଠାରେ ପହଞ୍ଚିବା ପରେ ସେଠାରେ ବାୟୁମଣ୍ଡଳ, ଭେନସର ମ୍ୟାପିଂ ଆଦିକୁ ହାଇ ରେଜଲ୍ୟୁସନ କ୍ୟାମେରାରେ ରେକର୍ଡ କରାଯିବ। ତେବେ ଶୁକ୍ର ଗ୍ରହକୁ ଯାନ ଉତ୍କ୍ଷେପଣ ବୈଜ୍ଞାନିକ ପାଇଁ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଛି। କାରଣ ସୌରମଣ୍ଡଳରେ ଶୁକ୍ର ହେଉଛି ସୂର୍ଯ୍ୟଙ୍କ ଦ୍ୱିତୀୟ ନିକଟତମ ଗ୍ରହ। ଫଳରେ ଏହାର କକ୍ଷପଥ ଉଚ୍ଚତାପ ସମ୍ପନ୍ନ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ପରବର୍ତ୍ତୀ ଖବର, 80,000 ବର୍ଷ ପରେ ଆକାଶରେ ବିରଳ ଦୃଶ୍ୟ ଦେଖାଯାଇଛି। ସୌରଜଗତ ଏବଂ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ଦେଖାଉଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷଙ୍କ ପାଇଁ ଖୁସି ଖବର। 80,000 ବର୍ଷ ପରେ ଆକାଶରେ ଦେଖାଯାଇଛି ବିରଳ ଦୃଶ୍ୟ। ଆଜି ଭୋର ସମୟରେ ଆମ ରାଜ୍ୟ ତଥା ଦେଶର କେତେକ ସ୍ଥାନରେ ଅଳ୍ପ ସମୟ ପାଇଁ ଦେଖାଦେଇଛି C-2023 A3 ଧୂମକେତୁ। ଆଜି ସାମାନ୍ୟ ଦୃଶ୍ୟମାନ ହୋଇଥିବା ସେହି ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଏବଂ ବାଇନାକୁଲରରେ ଦେଖାଯାଇପାରିଛି। ଖୁସିର କଥା ଏହା ଯେ ଆସନ୍ତା 15ରୁ 20 ତାରିଖ ମଧ୍ୟରେ ଏହା ପୁଣି ଥରେ ଆକାଶରେ ଦେଖାଯିବ ଏବଂ ତାକୁ ଖାଲି ଆଖିରେ ବି ଦେଖାଯିବାର ଆଶା କରାଯାଉଛି। ଏହି ମାସ ଶେଷ ଯାଏଁ ଖାଲି ଆଖିକୁ ଦେଖାଯିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ଆସନ୍ତା 12 ତାରିଖରେ ଏହା ପ୍ରାୟ 7 କୋଟି କିଲୋମିଟର ଦୂରତାରେ ପୃଥିବୀର ନିକଟତମ ସ୍ଥାନକୁ ଆସିବ। 15 ତାରିଖ ସନ୍ଧ୍ୟା 6ଟା 15ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ 16 ଡିଗ୍ରୀ ଉପରେ ଏହା ଦେଖାଯିବ। ପରବର୍ତ୍ତୀ ଖବର, ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ମୂଲ୍ୟ। ପାର୍ବଣ ସମୟରେ ଗ୍ରାହକଙ୍କୁ ବଡ଼ ମହଙ୍ଗା ଝଟକା ଦେଇଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ମାସ ପହିଲାରୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର। 19 କେଜି ସିଲିଣ୍ଡରର ମୂଲ୍ୟ 48 ଟଙ୍କା 50 ପଇସା ବୃଦ୍ଧି କରାଯାଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟର ସରକାର କୌଣସି ପରିବର୍ତ୍ତନ କରିନଥିବାରୁ ଏହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତ କରିଛି। ଅନ୍ୟପକ୍ଷେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଯୋଗୁଁ ହୋଟେଲ ରେଷ୍ଟୁରାଣ୍ଟରେ ଖାଇବା ମହଙ୍ଗା ହେବା ନିଶ୍ଚିତ ହୋଇଯାଇଛି। ଇଣ୍ଡିଆନ ଅଏଲ ଅଫିସିଆଲ ୱେବସାଇଟ ଅନୁଯାୟୀ ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ 19 କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 1740 ଟଙ୍କା ପହଞ୍ଚିଛି। ସେହିପରି ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦର 1692 ଟଙ୍କା, କୋଲକାତାରେ 1850 ଟଙ୍କା ଏବଂ ଚେନ୍ନାଇରେ 1930 ଟଙ୍କାର ଏଣିକି ଉପଲବ୍ଧ ହେବ। ଆଜିଠାରୁ ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ପ୍ରତି ମାସର ପହିଲାରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ହୋଇଥାଏ। ଏହା ପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ 29 ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ଅଗଷ୍ଟ ମାସରେ 8ରୁ 9 ଟଙ୍କା ବୃଦ୍ଧି ପାଇଥିଲା। ତେବେ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ କମ୍ପାନୀଗୁଡ଼ିକରେ କୌଣସି ପରିବର୍ତ୍ତନ କରିନାହାନ୍ତି। ପୂର୍ବପରି ଏହା 830 ଟଙ୍କାରେ ଉପଲବ୍ଧ ହେବ ବୋଲି ସରକାର କହିଛନ୍ତି। ପରବର୍ତ୍ତୀ ଖବର,
ପୁଣି ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ ଅଭିଯୋଗ। ଏଥର ଆର୍ଆଇ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଘେରିଲେ ପରୀକ୍ଷାର୍ଥୀ। ଆର୍ଆଇ ଅମିନ ପରୀକ୍ଷାରେ ଭାଙ୍ଗିଲା ପରୀକ୍ଷାର୍ଥୀଙ୍କ ସ୍ୱପ୍ନ। ମଧ୍ୟବିତ୍ତ ପରିବାରର ପିଲାମାନେ ସରକାରୀ ଚାକିରି ଖଣ୍ଡେ ପାଇବାକୁ ଆଶା ରଖିଥିବା ବେଳେ ପରୀକ୍ଷାରେ ଅନିୟମିତତା ଯୋଗୁଁ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପରୀକ୍ଷାର୍ଥୀଙ୍କ ଭବିଷ୍ୟତ। ଆର୍ଆଇ ଅମିନ ଆଇସିଡିଏସ୍ ପରୀକ୍ଷାରେ ଅନିୟମିତତା ନେଇ ତାତିଛନ୍ତି ଛାତ୍ରଛାତ୍ରୀମାନେ। ପରୀକ୍ଷା ଠିକ୍ସେ ଦେଇ ନ ପାରିଥିବାରୁ ପ୍ରତିବାଦରେ ଶହ ଶହ ପରୀକ୍ଷାର୍ଥୀ ଷ୍ଟେଟ୍ ଲାଇବ୍ରେରୀ ସମ୍ମୁଖରେ ଧାରଣା ଦେଇଛନ୍ତି। ପରୀକ୍ଷାରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଘଟଣାରେ OSSCକୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ ସଂଗଠନ। ଏକ ବ୍ଲାକଲିଷ୍ଟ କମ୍ପାନୀକୁ କିଭଳି ପରୀକ୍ଷା ପରିଚାଳନାର ଦାୟିତ୍ୱ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ସିପି ଟେକ୍ନୋଲୋଜି ନାଁରେ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ନେଇ ମାମଲା ଥିବାବେଳେ ଏହାକୁ ବ୍ଲାକଲିଷ୍ଟ କରାଯାଇଛି। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି। ଏଭଳି ସ୍ଥିତିରେ ସିପି ସଂସ୍ଥାକୁ କାହିଁକି ଦାୟିତ୍ୱ ଦେଲେ ସରକାର, ସେ ନେଇ ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀମାନେ। ପରବର୍ତ୍ତୀ ଖବର, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଛି, ଯାହାକୁ ନେଇ ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗି ଚାଲିଛି। ଇରାନ ପ୍ରାୟ 180ଟି କ୍ଷେପଣାସ୍ତ୍ର ନିକ୍ଷେପ କରି ଇସ୍ରାଏଲ ଉପରେ ଏକ ବିରାଟ ଆକ୍ରମଣ କରିଥିଲା, ଯାହାପରେ ଯୁଦ୍ଧର ଆଶଙ୍କା ଆହୁରି ବଢ଼ିଯାଇଛି। ପ୍ରତିଶୋଧ ପରାୟଣ ଆକ୍ରମଣ ପାଇଁ ଇସ୍ରାଏଲ ସେନା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଚେତାଇ ଦେଇଛି। ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତାର ପ୍ରଭାବ ସିଧାସଳଖ ଆଶୋଧିତ ତୈଳ ମୂଲ୍ୟ ଉପରେ ପଡ଼ିଛି, ଯାହାଫଳରେ ତେଲ ବଜାରରେ ନିଆଁ ଲାଗିଛି। ଗୋଟିଏ ଷ୍ଟ୍ରୋକ୍ରେ ଆଶୋଧିତ ତୈଳ ଦର 5% ବୃଦ୍ଧି ପାଇଛି। ଯୁଦ୍ଧ ଘନେଇଥିବାରୁ ଏହା ବିଶ୍ୱର ତୈଳ ବଜାରକୁ କ୍ଷତିଗ୍ରସ୍ତ କରିବ ବୋଲି ଆଶଙ୍କା କରାଯାଉଛି। ତୈଳ ଯୋଗାଣକାରୀ ଦେଶ ସମୂହ OPECର ସକ୍ରିୟ ସଦସ୍ୟ ଇରାନ ଏବେ ଯୁଦ୍ଧମୁଖା ହୋଇଥିବାରୁ ଏହା ତେଲ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଅଶୋଧିତ ତୈଳ ଯୋଗାଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାତ୍ର ଏହି ଆକ୍ରମଣ ପରେ ତୈଳ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ନେଇ ଆଶଙ୍କା ବଢ଼ିଯାଇଛି। ଇରାନ ବିଶ୍ୱର ମୋଟ 1/3 ତୈଳ ଯୋଗାଏ। ମାତ୍ର ଇରାନରେ କ୍ଷେପଣାସ୍ତ୍ର ଆକ୍ରମଣ ହେତୁ ସଙ୍କଟ ବଢ଼ୁଥିବା ପରି ମନେ ହେଉଛି। ପରବର୍ତ୍ତୀ ଖବର, ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡିରେ ବଡ଼ ଗଡ଼ବଡ଼। ଆଜି ପଦଯାତ୍ରା ବେଳେ ଦଳୀୟ କନ୍ଦଳ ପଦାରେ ପଡ଼ିଛି। ବିଜେଡି ନେତା ଅମର ଶତପଥୀ, ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ର ପୃଥକ ପୃଥକ ଭାବେ 3ଟି ଗୋଷ୍ଠୀରେ ବିଭକ୍ତ ହୋଇ ବଇରିଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ବଇରିଠାରେ ନିଜ ସମର୍ଥକଙ୍କ ଗହଣରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିବା ବେଳେ ବ୍ଲକ ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷ ମିନତୀ ସେନାପତିଙ୍କ ଗହଣରେ ବଇରିଠାରେ ପହଞ୍ଚି ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ଶାନ୍ତି ମୈତ୍ରୀଙ୍କ ବାର୍ତ୍ତା ପ୍ରଚାର କରିବା ସହ ସଦସ୍ୟତା କିପରି ଅଧିକରୁ ଅଧିକ ହେବେ ସେ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେହିପରି କଂଗ୍ରେସରୁ ଆସି ବିଜେଡିର ସାମିଲ ହୋଇଥିବା କ୍ୟାପ୍ଟେନ ରାଜନାରାୟଣ ମହାପାତ୍ର ଆଜି ପଦଯାତ୍ରା ଅବସରରେ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି। ପରବର୍ତ୍ତୀ ଖବର, ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ। ପିଲା ପିନ୍ଧିବେ ବାଦାମୀ ରଙ୍ଗର ଡ୍ରେସ୍। ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସବୁଜ ପ୍ୟାଣ୍ଟ ଚେକ୍ ସାର୍ଟ ନୁହେଁ, ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ସବୁଠୁ ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ୍ ମିଳିବ। ଏହା ସବୁ ସରକାର ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲକୁ ବଣ୍ଟାଯିବ। ଏସବୁ ସ୍କୁଲଗୁଡ଼ିକୁ ସରକାର ୟୁନିଫର୍ମ ଯୋଗାଇ ଦେବେ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଥିବା ସୂଚନା ମିଳିଛି। ପ୍ରକାଶ ଥାଉକି 2023-24 ଶିକ୍ଷାବର୍ଷରେ ତତ୍କାଳୀନ ସରକାର ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ସବୁଜ କରିଥିଲେ। ଏବେ ତାହାକୁ ବଦଳାଇ ବାଦାମୀ ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ସ୍ଥିର ହୋଇଛି। ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର, ପଞ୍ଜାବୀ ସହ ଜ୍ୟାକେଟ ରହିଛି। ଛାତ୍ରୀଙ୍କ ଜ୍ୟାକେଟରେ 2ଟି ପକେଟ ରହିଥିବା ବେଳେ ଛାତ୍ରଙ୍କର ବେଲ୍ଟ ରହିବ। ୟୁନିଫର୍ମରେ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟରେ ପୁରୁଣା ରଙ୍ଗର ୟୁନିଫର୍ମ ଲାଗୁ ହୋଇନାହିଁ କିମ୍ବା ବଣ୍ଟନ କରାଯାଇନାହିଁ, ସେଠାକାର ପିଲାଙ୍କ କ୍ଷେତ୍ରରେ ଏହି ନୂତନ ରଙ୍ଗର ୟୁନିଫର୍ମ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ପୋଷାକ ବଣ୍ଟନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକୁ ଅବଗତ କରାଯାଇଛି। ତେବେ କେବେ ସୁଦ୍ଧା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ୟୁନିଫର୍ମ ମିଳିବ, ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ପରବର୍ତ୍ତୀ ଖବର, ଗୁଟଖା ଖାଇ ରାସ୍ତାରେ
ଛେପ ପକାଉଥିବା ଲୋକର ଫଟୋ ଖବରକାଗଜରେ ଛାପିବା ଉଚିତ। ସ୍ୱଚ୍ଛ ଭାରତ ଅଭିଯାନକୁ ଆଜି 10 ବର୍ଷ ପୂରଣ ହୋଇଛି। ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହାରି ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏଠାରେ ନାଗପୁର ମହାନଗରପାଳିକା ଦ୍ୱାରା ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ଯେଉଁମାନେ ରାସ୍ତାରେ ଗୁଟ୍ଖା ଖାଇ ଛେପ ପକାଉଛନ୍ତି ସେମାନଙ୍କ ଫଟୋ ଖବରକାଗଜରେ ଛାପିବା ଉଚିତ। ନୀତିନ ଗଡ଼କରୀ କହିଛନ୍ତି ଆମ ଲୋକ ବହୁତ ସ୍ମାର୍ଟ। ଚକୋଲେଟ୍ ଖାଆନ୍ତି, ଏହାର ଜରି ଫିଙ୍ଗି ଦିଅନ୍ତି, ବିଦେଶୀ ଗଲେ ପକେଟରେ ରଖନ୍ତି, ଅନ୍ୟ ଦେଶକୁ ଗଲେ ଉତ୍ତମ ବ୍ୟବହାର ଦେଖାନ୍ତି, କିନ୍ତୁ ନିଜ ଦେଶରେ କେଉଁଠି କିଛି ବି ଫିଙ୍ଗି ଦିଅନ୍ତି। ମୁଁ ବି ଆଜିକାଲି ଚକୋଲେଟ୍ ଖାଉଛି, ହେଲେ ଜରି ଘରେ ଫିଙ୍ଗୁଛି। ଗଡ଼କରୀ ଆହୁରି କହିଛନ୍ତି ଯେ ଦିନ ଥିଲା ମୁଁ ବି ଚକୋଲେଟ୍ ଖାଇ ଗାଡ଼ିରୁ ଜରି ବାହାରେ ଫିଙ୍ଗି ଦେଉଥିଲି, କିନ୍ତୁ ଏହି ଅଭ୍ୟାସକୁ ମୁଁ ବଦଳାଇ ଦେଇଛି। ମୁଁ ଦେଖୁଛି ଲୋକମାନେ ପାନ ମସଲା ଖାଇ ରାସ୍ତାରେ ଏଣେ ତେଣେ ଛେପ ପକାଉଛନ୍ତି। ଏମିତି ଲୋକମାନଙ୍କ ଫଟୋ ଉଠାଇ ଖବରକାଗଜରେ ଛପାଇବା ଦରକାର। କହି ରଖୁଛୁ ଯେ ଆଜି ସ୍ୱଚ୍ଛ ଭାରତ ଅଭିଯାନ 10 ବର୍ଷ ପୂରଣ କରିଛି। ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ପିଏମ୍ ମୋଦି ସୋସିଆଲ ଭିଡ଼ିଓ ହ୍ୟାଣ୍ଡେଲ ଏକ୍ସରେ କହିଛନ୍ତି ଯେ ଆଜି ଆମେ ସ୍ୱଚ୍ଛ ଭାରତ ଅଭିଯାନରେ 10 ବର୍ଷ ପୂରଣ ହେବାର ଉତ୍ସବ ପାଳନ କରୁଛୁ। ମୁଁ ଆଶା କରୁଛି କି ଆପଣମାନଙ୍କୁ ନିଶ୍ଚିତ ଭାବରେ ନ୍ୟୁଜ୍ ଗୁଡ଼ିକ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିବାକୁ କେବେ ଭୁଲିବେନି। ଜୟ ଜଗନ୍ନାଥ।